नमस्कार मु इप्सिता आपन को स्वागत करुछि आजिर कार्यक्रम कहानी रे तुमे। आजिर कार्यक्रम जी अतिथि अछंती से होछंती अनुगुल जिल्लार जने सुनामधन्य व्यक्ति जे कि बहु देश विदेश जाई निज क्रीड़ा प्रदर्शन करी साउंटी आनिछंती अनेक सफलता। से होछंती क्रीड़ाविद प्रकाश गणनायक महोदय। सर नमस्कार। नमस्कार। सर केमती अछंती? बहुत भलो। आज्ञा सर सर ते पचरिबा पई चाहिबी क्रीड़ा जगत रे यात्रा केबेठु आरंभ होइछला वर्तमान केते वर्ष हेलानी ता सहित जड़ित अछंती? एमती कहया गले पिलाटी दिनु मु क्रीड़ा सहित जड़ित अछि। पिलाटी दिनु मु स्कूल कैरियर आरंभ करी प्रथम आरंभ करी कॉलेज पर्यंत कॉलेज मु जतले +3 बीए पढुतले फास्ट इयर सेतले मु एयर फोर्स रे जॉइन कली इवन जॉइन एयर फोर्स रे थिला मध्य मध्य क्रीड़ा मोर जारी रहितला खेलुचा। आज्ञा सर तेबे सर आपण ऑल इंडिया रे एथलीट रे जने गोल्ड मेडलिस्ट से सफलतार संघर्ष केमती थिला? हाँ निश्चित भल कहबी। ମୁଁ ବର୍ତ୍ତମାନ ସୁଦ୍ଧା 2010 ପରେ ବାୟୁସେନାରୁ ରିଟାୟାରମେଣ୍ଟ ନବା ପରଠାରୁ ମୁଁ ମାଷ୍ଟର ଆଥଲେଟିକ୍ସ ଜଏନ୍ କରିଛି। ଯାହାକି ମୁଁ ବର୍ତ୍ତମାନ ନ୍ୟାସନାଲ 15ରୁ 16ଟା ଖଣ୍ଡେ ମୁଁ ନ୍ୟାସନାଲ ରେ ଖେଳି ସାରିଛି, ନ୍ୟାସନାଲ ସ୍ତରରେ ଜାତୀୟ ସ୍ତରରେ। ତାପରେ ମୁଁ 6ଟା ବିଦେଶରେ ମୁଁ ଖେଳି ସାରିଛି ଏବଂ ନ୍ୟାସନାଲ ରେ ହାରାହାରି ମୁଁ 30ଟା ଖଣ୍ଡେ ମେଡାଲ ପାଇ ସାରିଛି। ସେଠୁ 20ଟା ପରେ ଗୋଲ୍ଡ ମେଡାଲ ହବ ଏବଂ ଆନ୍ତର୍ଜାତିକ ସ୍ତରରେ ଟୋଟାଲ ମୁଁ 17ଟି ବର୍ତ୍ତମାନ ସୁଦ୍ଧା ମୁଁ ମେଡାଲ ହାସଲ କରି ସାରିଛି। ତା ଭିତରୁ 10ଟି ଗୋଲ୍ଡ ମେଡାଲ ଏବଂ 5ଟି ସିଲଭର ମେଡାଲ ଆଉ 2ଟି ବ୍ରୋଞ୍ଜ ମେଡାଲ। ଆଜ୍ଞା ସାର୍ ତେବେ ସାର୍ ଆଜିର ବୟସରେ ବି ଖେଳିବାର ସେଇ ନିଶା ଆଉ ଜୋସ୍ କେମତି ବଜାୟ ରଖୁଛନ୍ତି ଆପଣ? ଆଉ ଥରେ ପଚାରନ୍ତୁ। ସାର୍ ଆଜିର ବୟସରେ ବି ସେ ଖେଳିବାର ସେଇ ନିଶା ଆଉ ଜୋସ୍ କେମତି ବଜାୟ ରଖୁଛନ୍ତି? ହଁ ବଜାୟ ରଖିଛି ପିଲାଟି ଦିନରୁ ସେଥିପାଇଁ ସ୍ୱାସ୍ଥ୍ୟ ପ୍ରତି ଟିକେ ଧ୍ୟାନ ଦେବାକୁ ପଡୁଛି। ଠିକ ସମୟରେ ଖାଦ୍ୟପେୟ ଖାଇବାକୁ ପଡୁଛି, ଠିକ ସମୟରେ କ୍ରୀଡ଼ା କସରତ କରିବାକୁ ପଡୁଛି, ବ୍ୟାୟାମ କରିବାକୁ ପଡୁଛି, ଯୋଗ କରୁଛି, ମୁଁ ସାଇକେଲିଂ କରୁଛି, ସବୁ କିଛି ଶାରୀରିକ ବିଭିନ୍ନ ପ୍ରକାର ବ୍ୟାୟାମ ସହିତ ମୁଁ ଜଡିତ ଅଛି ଏବଂ ଆମ ଖାଦ୍ୟପେୟ ଠିକ ସମୟରେ ଖାଉଛି, ସେଇ ହିସାବରେ ମୁଁ ଫିଟ୍ ଅଛି। ତେଣୁ ସ୍ୱାସ୍ଥ୍ୟ ହିଁ ସମ୍ପଦ, ସ୍ୱାସ୍ଥ୍ୟ ଥିଲେ ସବୁ କିଛି, ଆମେ ଭଲ ଖେଳାଳି ବି ହେଇପାରିବା। ତେଣୁ ମେନ୍ ହେଲା ଆଜ୍ଞା ଆମେ ସାର୍ ସ୍ୱାସ୍ଥ୍ୟକୁ ଜଗିବା। ତେବେ ସାର୍ ଜଣେ ଆଥଲେଟିକ ଗେମ୍ ଖେଳିବା ପାଇଁ ହେଲେ ଯୋଉ କେମତି ପ୍ରସ୍ତୁତ କରିବା ଦରକାର? ଏଇଟା ତ ନିଜ ମନ ଭିତର କଥା, କିଏ କଣ ଖେଳିବ କେମିତି ଖେଳିବ। ତେଣୁ ପ୍ରଥମେ ସ୍ୱାସ୍ଥ୍ୟ ପ୍ରତି ଆଗ ଧ୍ୟାନ ଦେବା ଦରକାର। ସୁନ୍ଦର ଆଜ୍ଞା ସାର୍ ସ୍ୱାସ୍ଥ୍ୟ ଥିଲେ ସୁନ୍ଦର ଖେଳାଳିଟି ବି ହେଇପାରିବ। ତେଣୁ ପ୍ରଥମେ ମାନସିକ ସ୍ତରରେ ଫିଟ୍ ରଖିବ ଏବଂ ଖେଳିବା ପାଇଁ ପ୍ରସ୍ତୁତ ରହିବା ଦରକାର। ମୁଁ କୋଉ ଖେଳ ଖେଳିବି, କୋଉ ଇଭେଣ୍ଟ ଖେଳିବି, ସେଇ ଇଭେଣ୍ଟ ନେଇକି ନିଜକୁ ମାନସିକ ସ୍ତରରେ ନିଜକୁ ପ୍ରସ୍ତୁତ କରିବା। ଆଜ୍ଞା ସାର୍ ତେବେ ସାର୍ ଆପଣ ସାଇକେଲ ରେ ପୁରୀ ଯାଇଥିଲେ, ତେବେ ଏତେ ବାଟର ଯାତ୍ରା ତାହା ପୁଣି ସାଇକେଲ ରେ, ତବେ ତାର ଅନୁଭୂତି କେମତି ଥିଲା? ବହୁତ ଭଲ ଲାଗିଥିଲା। ମୁଁ ଭାବିଥିଲି ସାଇକେଲରେ ଅଭିଯାନ କରିବି ବୋଲି, ଏକ୍ସପେଡିସନ କରିବି ପିଲାମାନଙ୍କୁ ନେଇକିରି, କିନ୍ତୁ ଆଜ୍ଞା ଆଜିର ଯୁବ ସମାଜ କେହି ରାଜି ହେଲେନି ମୋ ସହିତ ଯିବା ପାଇଁ। ସେମାନେ କହିଲେ ବହୁତ ସମୟ ଲାଗିବ, 10-12 ଦିନ ଲାଗିବ, ଆମେ ଯାଇପାରିବୁନି। ତେଣୁ ବାଧ୍ୟ ହୋଇ ମୁଁ ନିଜେ ନିଜକୁ ମାନସିକ ସ୍ତରରେ ପ୍ରସ୍ତୁତ କରି ମୁଁ ନିଜେ ସାଇକେଲ ପୁରୀ ପାଇଁ ବାହାରିଲି। ତେଣୁ ଭାବିଲି କି ଯଦି ଏକୁଟିଆ ଯିବି ତାହେଲେ କିଛି ଗୋଟେ ରେକର୍ଡ କରିବାକୁ ଚାହିଁବି, ନିଜର ପର୍ସନାଲ ରେକର୍ଡ ଆଜ୍ଞା ଭାଙ୍ଗି ଯେ ଗୋଟେ ଅତି କମ ସମୟରେ ଯାଇକିରି ଆଜିର ଯୁବ ସମାଜ ପାଇଁ କିଛି ଗୋଟେ ସଚେତନ ସୃଷ୍ଟି କରି, ମାନେ କିଛି ଗୋଟେ ବାର୍ତ୍ତା ଦେବାକୁ ଚାହିଁବି ଅତି କମ ସମୟରେ ପହଞ୍ଚି। ତେଣୁ ମୁଁ ମୋର ଯାତ୍ରା ଆରମ୍ଭ କରିଛି ସାଇକେଲ ଆମ ଶୈଳୀ ଶ୍ରୀକ୍ଷେତ୍ରରୁ ଶ୍ରୀକ୍ଷେତ୍ର ପର୍ଯ୍ୟନ୍ତ। ଟୋଟାଲ ସମୟ ମତେ 7.5 ଘଣ୍ଟା ଭିତରେ ମୁଁ ପହଞ୍ଚିଥିଲି। ଆଜ୍ଞା ସାର୍ ତେବେ ସାର୍ ଗୋଲ୍ଡ ମେଡାଲ କ୍ରୀଡାବିତର ପରିଚୟ ଦିଏ ନା କ୍ରୀଡାବିତ ପାଇଁ ଗୋଲ୍ଡ ମେଡାଲ ପରିଚୟ ପାଏ? ଉଭୟ ପରସ୍ପର ପରିପୂରକ ଇଏ। ଆଜ୍ଞା କ୍ରୀଡାବିତ ହେଲେ ସେ ମେଡାଲ ପାଇଁ ଆଶା କରିବା ପାଇଁ, ଜଣେ କ୍ରୀଡାବିତର ଗୋଟେ ଆଶା ଥାଏ ସେ ଗୋଲ୍ଡ ମେଡାଲ ପାଇବ କେମିତି। ଯେତେବେଳେ ସେ ଆଜ୍ଞା ସାର୍ ହାସଲ କରିସାରେ ତାପରେ ସେ ପରିଚୟ ପାଆନ୍ତି।
ଆଜ୍ଞା। ଗୋଲ୍ଡ ମେଡାଲ ପାଇ ସାରିଲା ପରେ ତାଙ୍କୁ ସମସ୍ତେ ପରିଚୟ ସେ ନିଜର ପରିଚୟ ପାଇ ପାରିଥାନ୍ତି, ଦୁନିଆରେ ସମସ୍ତେ ଚିହ୍ନନ୍ତି ଜାଣନ୍ତି। ତେଣୁ ପ୍ରତ୍ୟେକ ଖେଳାଳିର ଗୋଟେ ଆଶା ଥାଏ, ସ୍ୱପ୍ନ ଥାଏ କି ମୁଁ କିନ୍ତୁ ଫାଷ୍ଟ ହେବି, ଫାଷ୍ଟ ଆଜ୍ଞା। ହେଲେ ଗୋଲ୍ଡ ମେଡାଲ ପାଇବା। ଏଟା ପ୍ରତ୍ୟେକ ଖେଳାଳିର ସ୍ୱପ୍ନ। ତେବେ ସାର୍ ଆପଣଙ୍କୁ ଏ ଦିଗରେ କିଏ ବେଶୀ ସାହାଯ୍ୟ ସହଯୋଗ ଦିଅନ୍ତି? ପିଲାଟି ଦିନରୁ ବାପା ମା ମତେ ବହୁତ ସହଯୋଗ କରିଥିଲେ। ଇଭେନ୍ ଆମ ପରିବାର ସମସ୍ତ ଭାଇ ଭଉଣୀ, ସ୍ପେଶାଲ ଆମ ବଡ ଭଉଣୀ ବିଶେଷ କରି ଏନକରେଜ କରି ଆଜି ସୁଦ୍ଧା ବି ସେ କରି ଆସୁଛନ୍ତି। ଆନ୍ତର୍ଜାତିକ କ୍ଷେତ୍ରରେ ଯେତେ ମୁଁ ପାର୍ଟିସିପେଟ କରୁଛି, ଏ କ୍ଷେତ୍ରରେ ମୋର ବିଶେଷ କରି ମୋର ଘରର ଭାଇ ଭଉଣୀ, ବାପା ମା ସମସ୍ତେ, ବାପା ମା ଏବେ ନାହାନ୍ତି, ତାଙ୍କର ଅବଦାନ ଅତୁଳନୀୟ। ସେ ପିଲାଟି ଦିନ ମତେ ବହୁତ ପ୍ରୋତ୍ସାହନ ଦେଇଛନ୍ତି। ତାପରେ ଭାଇ ଭଉଣୀ ଅଛନ୍ତି, ଏବେ ମୋର ପାଖରେ ଅଛନ୍ତି, ସ୍ତ୍ରୀ ପିଲା ଛୁଆ ସମସ୍ତେ ମତେ ପ୍ରୋତ୍ସାହନ ଦଉଛନ୍ତି। ତେଣୁ ଏବେ ବି ମୋର ଖେଳ ଜାରି ରଖିଛି। ଏବେ ମୁଁ ୱାର୍ଲଡ ଆଥଲେଟିକ୍ସ ମିଟ୍ ପାଇଁ ସିଲେକ୍ସନ ହେଇଛି। ନେକ୍ସଟ ଇୟର ମୁଁ ଅଷ୍ଟ୍ରେଲିଆ ଯିବାର ସୁଯୋଗ ରହିଛି। ଧନ୍ୟବାଦ ସାର୍। ତେବେ ସାର୍ ଆପଣ କେଉଁ କେଉଁ ଜାଗାରେ ସମ୍ମାନିତ ହୋଇଛନ୍ତି? ସମ୍ମାନିତ ହେଇଛି ଯଦି କହିବି, ମୁଁ ଅନୁଗୁଳ ଗୌରବ ପାଇଛି, ଖଲାରିରୁ ଗୌରବ ଏଠିକାର ଲୋକାଲ ପାଇଛି। ସମ୍ମାନିତ ଏମିତି ଆମ ଅନୁଗୁଳ ଜିଲ୍ଲା ମଧ୍ୟରୁ ପ୍ରାୟ ଜାଗାରୁ ଆଜ୍ଞା। ଆଚ୍ଛା, ଏମିତି ଖେଳିକିରି ଚାରିଆଡେ ଆମର ମେଡାଲ ପାଇଛି। ବିଭିନ୍ନ ରାଜ୍ୟ ସ୍ତରୀୟ, ଜାତୀୟ ସ୍ତରୀୟ ଖେଳି ବିଭିନ୍ନ ରାଜ୍ୟକୁ ବୁଲିକି ଯାଇକିରି ମୁଁ ଆଣିଛି ମେଡାଲ। ତେଣୁ ସବୁଠି ପୁରସ୍କୃତ ହେଇଛି ପ୍ରତ୍ୟେକ ଜାଗାରେ। ଆଉ ଆନ୍ତର୍ଜାତିକ କ୍ଷେତ୍ରରେ ମୁଁ ଶ୍ରୀଲଙ୍କା, ନେପାଳ, ଭୁଟାନ, ମାଲେସିଆ ଏବଂ ଏମିତି 6ଟି ଦେଶରେ ମୁଁ ଖେଳି ଆଣି ଗୋଲ୍ଡ ମେଡାଲ ପାଇସାରିଛି, ପୁରସ୍କୃତ ହେଇସାରିଛି ବିଭିନ୍ନ ଦେଶରେ। ଆଜ୍ଞା ସାର୍। ତେବେ ସାର୍ ଆଜିର ଯୁବ ସମାଜ ପାଇଁ ଯଦି ଦରକାର ପଡେ, ଆପଣ କ୍ରୀଡା ପ୍ରଶିକ୍ଷଣ ଯାହା ସାଜିବେ କି? ନିଶ୍ଚିନ୍ତ, ମତେ ସୁଯୋଗ ମିଳିଲେ ମୁଁ ପ୍ରଶିକ୍ଷଣ ଦେବାକୁ ଚାହୁଁଛି, ମତେ ସୁଯୋଗ ମିଳୁନି। ଆଜ୍ଞା। ଆଜିର ଯୁଗରେ ମୁଁ ସୁଯୋଗ ଚାହୁଁଛି ପିଲାଙ୍କୁ ଗଢିବା ପାଇଁ, ହେଲେ ସେତିକି ସୁଯୋଗ ମିଳିଲେ ନିଶ୍ଚିନ୍ତ ଗଢିବି। ଆଜ୍ଞା ସାର୍। ତେବେ ସାର୍ ଆପଣଙ୍କର ଆଗକୁ ଅଲିମ୍ପିକକୁ ନେଇ କିଛି ସ୍ୱପ୍ନ ଅଛି କି? ନିଶ୍ଚିନ୍ତ ବହୁତ ବଡ ସ୍ୱପ୍ନ ଅଛି। ସାର୍ ସୁଯୋଗ ଅଲିମ୍ପିକରେ ଭାଗ ନେଇ, ଆଜ୍ଞା। କେବେ ଯଦି ସୁଯୋଗ ମିଳେ ତେବେ ଯିବେ ଆପଣ? ସୁଯୋଗ ଯେବେ ମିଳିବ ସେବେ ଯିବି, କିନ୍ତୁ ବର୍ତ୍ତମାନ ସରକାର ଆର୍ଥିକ ପ୍ରୋତ୍ସାହନ ଦବା କଥା, ସରକାର ଏପର୍ଯ୍ୟନ୍ତ ଆମକୁ ସେଇଟା ଯୋଗେଇ ପାରିନାହାନ୍ତି। ଦୁଃଖର କଥା। ଆମେ ମାଷ୍ଟର ଆଥଲେଟ୍ସ ବହୁତ, ମୋର ସାଥୀ ଖେଳାଳି ଅଛନ୍ତି, 5 ଜଣ ଆମେ ପ୍ରାୟ ରେଗୁଲାର ଖେଳୁଛୁ। ଆମର ସନ୍ତୋଷ ପ୍ରଧାନ ଜଣେ ବରଗଡର, ଆଜ୍ଞା। ଆଉ ଗଜପତି ଜିଲ୍ଲାର କିଶୋର ଚନ୍ଦ୍ର ରଥ ଜଣେ ମୋ ସାଥୀ ଖେଳାଳି, ଆଉ ପାର୍ବତୀ ସେଠୀ ଜଣେ ଭୁବନେଶ୍ୱରର, ଆଉ ଜଣେ ମାଲବିକା ମିଶ୍ର, ଏମାନେ ମୋର ସାଥୀ ଖେଳାଳି। ଆମେ ଆନ୍ତର୍ଜାତିକ ସ୍ତରରେ ଗୋଲ୍ଡ ମାରି ଆମେ ରାଜ୍ୟ ତଥା ଦେଶକୁ ଗୌରବାନ୍ୱିତ କରିସାରିଛୁ। ଆଜ୍ଞା ସାର୍। ତେବେ ସାର୍ ଆପଣ ସାଇକେଲ ଯୋଗେ ଯୋଉ ଯାଆନ୍ତି ଦେଶ ବିଦେଶ, ତାର ପୂର୍ବ ପ୍ରସ୍ତୁତି କିପରି ଥାଏ? ସାଇକେଲରେ ମୁଁ ବିଦେଶ ଯାଇନି ଆଜ୍ଞା। ସାଇକେଲରେ ମୁଁ ଅପ ଟୁ ପୁରୀ ପର୍ଯ୍ୟନ୍ତ ଯାଇଛି, ଏବଂ ଆମର ଥରେ ଏୟାରଫୋର୍ସ ର ଥରେ ଆମର ଚାମ୍ପିଅନସିପ ହେଇଥିଲା ଅଲ ଓଭର ଇଣ୍ଡିଆ। ଏୟାରଫୋର୍ସ ତରଫରୁ ଚାମ୍ପିଅନସିପ ଭାଗ ନେଇ ଫାଷ୍ଟ ଆସିଥିଲି। ଯୋଉଟା କି ଆଜ୍ଞା। 100 କିଲୋମିଟର ଦୂରତ୍ୱକୁ ମୁଁ 2 ଘଣ୍ଟା 12 ମିନିଟରେ ଶେଷ କରି ଫାଷ୍ଟ ହେଇଥିଲି। ଇଟ୍ ୱାଜ ଇନ୍ 1994। ଆଜ୍ଞା ସାର୍। ତେବେ ସାର୍ ୟାର ପୂର୍ବ ପ୍ରସ୍ତୁତି କିପରି ଥାଏ? ନିଶ୍ଚିତ ଭାବରେ ମାସେ 2 ମାସ ଆଗରୁ ପ୍ରସ୍ତୁତି, ମାନସିକ ଭାବରେ ପ୍ରସ୍ତୁତ ରହିବାକୁ ପଡେ। ଠିକ ସମୟରେ ଖାଇବା ପିଇବା, ଡାଇଟିଂ କରିବା ଏବଂ ଏକ୍ସରସାଇଜ କରିବା, ନିଜକୁ ମାନସିକ ସ୍ତରରେ ଫିଟ ରଖିବା, ଶାରୀରିକ ମାନସିକ ବୋଥ ସ୍ତରରେ ଫିଟ ରଖି ନିଜକୁ ମାନସିକ ପ୍ରସ୍ତୁତ କରି, ତେଣୁ ଆଗକୁ ମାନସିକ ପ୍ରସ୍ତୁତି ରହିକି କରିବାକୁ ପଡେ। ଆଜ୍ଞା ସାର୍। ତେବେ ସାର୍ ଆମ ପତ୍ରିକା ପାଇଁ ଛୋଟିଆ ମନ୍ତବ୍ୟ ଟିଏ ଦିଅନ୍ତୁ। ଆପଣଙ୍କ ପତ୍ରିକା ଲେଖାଲି ମାନେ ଭଲରେ ଚାଲୁ, ଭଗବାନଙ୍କ ଆଶରେ ଭଗବାନଙ୍କୁ ପ୍ରାର୍ଥନା କରୁଛି ଆପଣଙ୍କ ପତ୍ରିକା ଏମିତି ଭଲରେ ଚାଲୁ, ଆପଣ ଆଗେଇ ଚାଲନ୍ତୁ ଏବଂ ଭଲ ଭଲ ନ୍ୟୁଜ ଛାପନ୍ତୁ। ଏଇଟା ଭଗବାନଙ୍କୁ ଆଶ୍ରୟ କରିଛି। ଆପଣ ପତ୍ରିକା ବହୁତ ଆଗକୁ ଚାଲୁ, ବହୁତ ଆପଣ ଇଏ କରନ୍ତୁ।
ଧନ୍ୟବାଦ ସାର୍। ସମୃଦ୍ଧି କର। ତେବେ ତେବେ ସାର୍ ଆଜିର ବିମୁଖୀ ଯୁବ ସମାଜକୁ ଛୋଟିଆ ବାର୍ତ୍ତାଟିଏ। କହନ୍ତି ହେଲ୍ଥ ଇଜ ୱେଲ୍ଥ। ଭଗବାନ ଆମକୁ ଆଜ୍ଞା 24 ଘଣ୍ଟା ଦେଇଛନ୍ତି। 24 ଘଣ୍ଟାରୁ ଆମେ ଗୋଟିଏ ଘଣ୍ଟା ନିଜ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦବା ନିଶ୍ଚିନ୍ତ ଭାବରେ। କାହିଁକି ଧ୍ୟାନ ଦେଲେ ଆମେ ସବୁ କିଛି କରିବା। କାହିଁକି ହେଲ୍ଦି ବଡି କ୍ୟାନ୍ ହାଭ୍ ଏ ହେଲ୍ଦି ମାଇଣ୍ଡ। ଆଜ୍ଞା ସାର୍। ଗୋଟେ ସୁସ୍ଥ ଶରୀର ଭିତରେ ସୁସ୍ଥ ମନଟିଏ ଥାଏ। ସୁସ୍ଥ ମନଟିଏ ଥିଲେ ସୁସ୍ଥ ବିଚାରଟିଏ ଥାଏ। ବିଚାରଟି ଥିଲେ ବ୍ୟକ୍ତିତ୍ୱ ଥାଏ। ସେ ବ୍ୟକ୍ତିତ୍ୱ ଥିଲେ ଜଣେ ଆମେ ସମାଜର ଉନ୍ନତି କରିପାରିବା। ତାପରେ ପରିବାର ଉନ୍ନତି କରି ସମାଜ ସହିତ ଏବଂ ଦେଶ ସହିତ ଆମେ ଜଡିତ ହେଇପାରିବା। ଦେଶର ସମୃଦ୍ଧିରେ ଆମେ ବିକାଶ କରିବାରେ ସହାୟତା ଦେଇପାରିବା। ତେଣୁ ହେଲ୍ଥ ଇଜ we must give the priority to health first because health is ଆଜ୍ଞା wealth। ଏଇଟା ମୁଁ କହିବି। ସ୍ୱାସ୍ଥ୍ୟ ହିଁ ସମ୍ପଦ, ଏଇଟା ସମସ୍ତେ ମନେ ରଖିବା ଉଚିତ ଏବଂ ବାସ୍ତବ କ୍ଷେତ୍ରରେ ତାକୁ ପରିଣତ କରିବା ଉଚିତ। ଆଜ୍ଞା ସାର୍। ତେବେ ଧନ୍ୟବାଦ ସାର୍। ଭଗବାନଙ୍କ ପାଖରେ ଆପଣଙ୍କ ସୁଖ କାମନା କରି ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ। ଜୟ ଜଗନ୍ନାଥ। ଧନ୍ୟବାଦ ସାର୍।